ଖ୍ରୀଷ୍ଟାନ ଉତ୍ସବ ହେବାର ଉଦ୍ଦେଶ୍ୟ ହେଉଛି ନିମାପଡ଼ା ଗୋପ ଅଞ୍ଚଳର ଉନ୍ନତି ପାଇଁ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଜରିଆରେ ଯାହା ଯାହା ସବୁ କାର୍ଯ୍ୟ କରାଯିବା ପାଇଁ ଆମେ ଦାବି କରୁଛୁ ସେ ତାକୁ ତ ସବୁ ସ୍ୱୀକାର କଲେ ଏବଂ ଆଗାମୀ ଦିନରେ କରିବେ ବୋଲି କହିଲେ। ଅନେକ ଆଧରୁ କରିସାରିଛନ୍ତି, ରେଲ ଲାଇନ୍ କରିଛନ୍ତି, ଜିଲ୍ଲା ଆମର ମ୍ୟୁନିସିପାଲିଟି ଡିକ୍ଲାରେସନ୍ କରିବା ପାଇଁ କରିଛନ୍ତି। ଅନ୍ୟାନ୍ୟ କଥା ସେ ଦାବି ଖୁବ୍ କମ୍ ସମୟ ଭିତରେ କରିବେ। ହଁ, ସ୍ୱପ୍ନ ପୂରଣ ହେବ 3.5 ବର୍ଷ ଭିତରେ ନିଶ୍ଚୟ ହେବ, ଏଥିରେ କହିବାର ନାହିଁ। ନିମାପଡ଼ା ଗୋପ ଅଞ୍ଚଳର ଅନେକ ଜ୍ଞାନୀ ଗୁଣୀ ବିଦ୍ୱାନ ବ୍ୟକ୍ତିତ୍ୱମାନଙ୍କୁ ନେଇକରି ନିମାପଡ଼ାକୁ ଗୋଟିଏ ବିକାଶ ଦିଗରେ ନେଇଯିବା ପାଇଁ ଯେଉଁ ସ୍ୱପ୍ନ ଅଛି ସେ ସ୍ୱପ୍ନ ସାକାର ଉଦ୍ଦେଶ୍ୟରେ ହିଁ ଆମର ଏ ନିମାପଡ଼ା ଗୋପ ସିଭିଲ୍ ସୋସାଇଟି। ଆମ ସମସ୍ତଙ୍କର ସୌଭାଗ୍ୟ ଏ ମାଟିର ବିଧାୟିକା ଯେ ଓଡ଼ିଶାର ବର୍ତ୍ତମାନ ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ତେଣୁ ଆମ ସମସ୍ତଙ୍କ ପାଇଁ ସୁଯୋଗ ଅଛି ଯେ ସମସ୍ୟାର ସମାଧାନ କରିବା ସହିତ ଏକ ବିକଶିତ ନିମାପଡ଼ା ସୃଷ୍ଟି କରିବା। ତେଣୁ ଆଜିର ଉତ୍ସବଟି ହେଉଛି ନିମାପଡ଼ା ଗୋପ ଚାରିଛକ ବଳଙ୍ଗା ଅଞ୍ଚଳର ଯେତେ ସବୁ ବୁଦ୍ଧିଜୀବୀ, ଯେତେବେଳେ ଜ୍ଞାନୀ ଗୁଣୀ ବିଦ୍ୱାନ ପ୍ରିନ୍ସିପାଲମାନଙ୍କଠାରୁ ଆରମ୍ଭ କରି ଓକିଲ ବନ୍ଧୁମାନଙ୍କ ସହିତ ସମାଜସେବୀ ଅନେକ ସମସ୍ତଙ୍କର ଆଜି ଆଗମନ ଉପସ୍ଥିତି ଏହା ଯେ ଛୁଟେଇ ଦେଉଛି ନିମାପଡ଼ାକୁ ଆଗକୁ ନେବା, ସମୃଦ୍ଧ ଉତ୍କର୍ଷ ନିମାପଡ଼ା ସୃଷ୍ଟି କରିବା। सोसाइटी गोटे संस्था नुहे सेटा आमर जो सिविल सोसाइटी मेंबर माने आम सरकार मिसिकी एटा निमापड़ार विकास गोटे सामूहिक आरंभ ये जदि सामूहिक प्रयास चलो ना निमापड़ार विकास निश्चित हम। धन्यवाद। लेटेस्ट न्यूज अपडेट पाई www.nowodisha.com को लॉगिन करंतु।